मेहेरଙ୍କ କାବ୍ୟ କିଚକବଧ। ପ୍ରକୃତି କବି ଗଙ୍ଗାଧର ମେହେର ଏକ ଆଦର୍ଶ କବି। ତାଙ୍କର ବିଭିନ୍ନ କାବ୍ୟ ଭଳି କିଚକବଧରେ ମଧ୍ୟ ତାଙ୍କର ଆଦର୍ଶବାଦିତା ଦେଖିବାକୁ ମିଳେ। କିଚକବଧ ଏକ ପୌରାଣିକ କାବ୍ୟ। ନୀତି ଓ ଆଦର୍ଶ, ଆନନ୍ଦ ଓ ଅମୃତ ତାଙ୍କ କାବ୍ୟର ବିଷୟବସ୍ତୁ। ନୀତି ଆଦର୍ଶର ପରିପ୍ରଚାର, ପାପର ବିଲୟ ଓ ପୁଣ୍ୟର ବିଜୟ ପ୍ରଚାର ପୌରାଣିକ କାବ୍ୟର ଆଦର୍ଶ। କିଚକବଧ ଏକ ମହାନ ପୌରାଣିକ କାବ୍ୟ ଯେଉଁଥିରେ ମହାଭାରତର ବିରାଟ ପର୍ବର କିଚକର ମୃତ୍ୟୁ ଘଟଣା ବର୍ଣ୍ଣନା ହୋଇଛି। ଏଥିରେ ପାଣ୍ଡବ କୁଳବଧୂ ସତୀନାରୀ ଦ୍ରୌପଦୀ ବା ଶୈଳୀନ୍ଦ୍ରଙ୍କର ସତୀତ୍ୱର ଜୟଗାନ ହୋଇଛି। ପାପ ଓ ପୁଣ୍ୟର ସଂଘର୍ଷ ମଧ୍ୟରେ କିପରି ପୁଣ୍ୟ ଓ ଧର୍ମର ବିଜୟ ଘଟିଛି ତାହା ଏହି କାବ୍ୟରେ ବର୍ଣ୍ଣିତ। ବିରାଟ ନଗରୀରେ ଅଜ୍ଞାତବାସ କାଳରେ ପତ୍ନୀ ଦ୍ରୌପଦୀଙ୍କ ସହ ପାଣ୍ଡବ ପାଞ୍ଚ ଭାଇ ବାସ କରୁଥିଲେ। ଦ୍ରୌପଦୀ ସେଠାରେ ଛଦ୍ମ ନାମରେ ଶୈଳୀନ୍ଦ୍ରୀ ବା ରାଣୀ ସୁଦର୍ଶନାଙ୍କ କେଶବିନ୍ୟାସକାରିଣୀ ରୂପରେ ନିଯୁକ୍ତି ପାଇଥିଲେ। ବନଦୁର୍ଗା ଦର୍ଶନ ଅବକାଶରେ କିଚକର କୁଦୃଷ୍ଟିରେ ଦେବୀ ଶୈଳୀନ୍ଦ୍ରୀ ପଡ଼ିଯାଇଛନ୍ତି। କିଚକର ମନରେ ସୃଷ୍ଟି ହୋଇଛି ଶୈଳୀନ୍ଦ୍ରୀକୁ ଉପଭୋଗ କରିବାର ଲାଳସା। ଗଙ୍ଗାଧର ମେହେର କହନ୍ତି, ଚମ୍ବୁନଦହାର ପଦ୍ୟରେ ହୀରା ପଦକ ପରି, ଦିଶୁଥିଲେ ନାରୀ ଗହଣେ ଶୈଳୀନ୍ଦ୍ରୀ ସୁନ୍ଦରୀ। କିଚକ ଶୈଳୀନ୍ଦ୍ରୀକୁ ପାଇବା ପାଇଁ ଚପଳା ଦାସୀକୁ କରିଛି ନିଯୁକ୍ତ। ଶୈଳୀନ୍ଦ୍ରୀ ଚରିତ୍ର ବିଷୟରେ ଚପଳା କହିଛି, ଧର୍ମରାଜଙ୍କର ମତି କିସ ନିଜ ବିବେକରେ ପରେ କିଣି, ରାଜପୁର ନାରୀ ମଣ୍ଡଳକୁ ସ୍ନେହ ମୂଲ୍ୟ ଦେଇ ନେଇଅଛି କିଣି। ବିରାଟ ମହିଷୀ ହୋଇଛନ୍ତି ତାର ପବିତ୍ର ଚରିତ୍ର ବଶ, ପାଇଛନ୍ତି ପରା ବିଶ୍ୱ ଲୋଭନୀୟ ବିଶୁଦ୍ଧ ସୁବର୍ଣ୍ଣ କଷ। କିଚକର ମନ କଥା ବୁଝି ଚପଳା କହିଛି, ଶୈଳୀନ୍ଦ୍ରୀ ବାସ୍ତବ ସୁନ୍ଦରୀ ସାର, ପୁରୁଷର ମନ ଆକର୍ଷିତ ହେବା ନୁହେଁ ତହିଁ ଚମତ୍କାର। ଚପଳା ଶୈଳୀନ୍ଦ୍ରୀଙ୍କ ନିକଟକୁ ଯାଇ ତାଙ୍କୁ ପ୍ରଶଂସା କରି ପ୍ରଲୋଭିତ କରିବାକୁ ଚେଷ୍ଟା କରିଛି। ଶୈଳୀନ୍ଦ୍ରୀ ଚପଳାର ଚରିତ୍ର ଜାଣନ୍ତି। ନିଜ ସ୍ୱାମୀମାନଙ୍କର ଶକ୍ତି ସାମର୍ଥ୍ୟ ଉପରେ ତାଙ୍କର ଭରସା ଥିଲା। ବିରାଟ ରାଣୀ ସୁଦର୍ଶନା ତାଙ୍କ ସମ୍ପର୍କରେ କହନ୍ତି, ସାମାନ୍ୟ ନୁହେଁ ପତିବ୍ରତ ମହିମା, ରହି ନ ପାରେ ତହିଁ କାହା ଗାରିମା। ମୂଳ ମହାଭାରତରେ କିଚକ ଏକ ଅସଂଯତ ଉନ୍ମାଦକାରୀ ଲମ୍ପଟ, ମାତ୍ର କିଚକବଧରେ ସେ ଏକ ପ୍ରେମିକ। ଶୈଳୀନ୍ଦ୍ରୀ ଯେତେବେଳେ ରାଣୀ ସୁଦର୍ଶନାଙ୍କ କଥାରେ କିଚକ ନିକଟକୁ ଯିବାକୁ ମନା କରିଛନ୍ତି, ସୁଦର୍ଶନା ତାଙ୍କୁ ଧର୍ମ ବିଷୟରେ ଉପଦେଶ ଦେଇଛନ୍ତି। ବିଶେଷ ଧର୍ମଶୈଳ ଚୂଡ଼େ ଯାବସ, ପାପ ପ୍ରବାହେ ତାର ଥାଏ କି ତ୍ରାସ। ସର୍ବଦା ଧାର୍ମିକର ଧର୍ମ ସାହା, ଧାର୍ମିକ ରକ୍ଷା ପାଇଁ ପ୍ରଭୁ ଚୌବାହା। ଶୈଳୀନ୍ଦ୍ରୀ କିଚକ ନିକଟକୁ ପାନପତ୍ର ନେଇଗଲେ, କିନ୍ତୁ ମନେ ମନେ ଧର୍ମଦେବତାଙ୍କୁ ଡାକିଛନ୍ତି, ଧର୍ମ ତୁମେ ଅବଳା ବଳ, ଆପଣ ଆଜ୍ଞା ମୋର ହୁଏ ପ୍ରହରୀ, ପୃଷ୍ଠ ରକ୍ଷଣ ପାଇଁ ଅଛନ୍ତି ହରି। ମଦ୍ୟପତ୍ର ରଖି ଆସୁଥିବା ଶୈଳୀନ୍ଦ୍ରୀକି କିଚକ ଆଲିଙ୍ଗନ କରିବାକୁ ଦୌଡ଼ିଛି। କିଚକ ଶୈଳୀନ୍ଦ୍ରୀ ପଛରେ ଦୌଡ଼ିବା ବେଳେ ଏକ ବୃକ୍ଷ ଶାଖା ବାଜି କିଚକ ବସି ପଡ଼ିଛି। ଶୈଳୀନ୍ଦ୍ରୀ ଯୁଧିଷ୍ଠିରଙ୍କ ଠାରୁ ସମର୍ଥନ ପାଇ ଦ୍ୱିତୀୟ ସ୍ୱାମୀ ଭୀମକୁ ନିଜର ବିପଦ କଥା କହିଛନ୍ତି। ଭୀମ ଶୈଳୀନ୍ଦ୍ରୀଙ୍କ ବେଶରେ ଆସି କିଚକବଧ କରିଛନ୍ତି। ନ୍ୟାୟର ପ୍ରତୀକ୍ଷା ହୋଇଛି। କିଚକବଧ କାବ୍ୟ ସମ୍ପୂର୍ଣ୍ଣ ହୋଇଛି। ପ୍ଲିଜ୍ ସବସ୍କ୍ରାଇବ୍ ମାଇ ଚ୍ୟାନେଲ୍।